ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ନଭେମ୍ବର 24 ରବିବାର ଦିନ ସୁଭଦ୍ରା ଯୋଜନାର ଟଙ୍କା ନଗଦ ହସ୍ତାନ୍ତର କରିବେ, ଅର୍ଥାତ୍ ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବେ। ଏଏନ୍ଆଇ ସହ କଥାବାର୍ତ୍ତା କରି ପ୍ରଭାତୀ ପରିଡ଼ା କହିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନାର ଆରମ୍ଭ ହେବ ଏବଂ ଏହା 20 ଲକ୍ଷରୁ ଅଧିକ ମହିଳାଙ୍କୁ ଉପକୃତ କରିବ। ପ୍ରଭାତୀ ପରିଡ଼ା କହିଛନ୍ତି, ଆମେ 24 ନଭେମ୍ବରରେ ସୁନ୍ଦରଗଡ଼ରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବୁ ଏବଂ ଏଥର ଆମେ 20 ଲକ୍ଷରୁ ଅଧିକ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବୁ। ସୁଭଦ୍ରା ଯୋଜନାରେ 1 କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରିବା ଆମର ପ୍ରତିଶ୍ରୁତି ଅନୁଯାୟୀ ମୁଁ ବିଶ୍ୱାସ କରେ ଯେ ଡିସେମ୍ବର ସୁଦ୍ଧା ଆମେ ଏହି ଲକ୍ଷ୍ୟ ହାସଲ କରିବୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ଓଡ଼ିଶାର ସରକାର ଫ୍ଲାଗସିପ୍ ଯୋଜନା ସୁଭଦ୍ରାକୁ ଉଦ୍ଘାଟନ କରିଥିଲେ। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଏହା ରାଜ୍ୟର ସର୍ବବୃହତ୍ ମହିଳା କେନ୍ଦ୍ରୀୟ ଯୋଜନା, ଯାହା 1 କୋଟିରୁ ଅଧିକ ମହିଳାଙ୍କୁ ଉପକୃତ କରିବାକୁ ଲକ୍ଷ୍ୟ ରଖିଛି। ଏହି ଯୋଜନା ଅଧୀନରେ 21ରୁ 60 ବର୍ଷର ସମସ୍ତ ଯୋଗ୍ୟ ହିତାଧିକାରୀ 2024-25ରୁ 2028-29 ପର୍ଯ୍ୟନ୍ତ 5 ବର୍ଷ ମଧ୍ୟରେ 50,000 ଟଙ୍କା ପାଇବେ। ହିତାଧିକାରୀମାନେ 2ଟି ସମାନ କିସ୍ତିରେ ବାର୍ଷିକ 10,000 ଟଙ୍କା ପାଇବେ, ଯାହା ସିଧାସଳଖ ସେମାନଙ୍କର ଆଧାର ସକ୍ଷମ ବା ଡିବିଟି ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଏହି ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ 10 ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତର କରିବାର ଶୁଭାରମ୍ଭ କରିଥିଲେ। ତ ଏ ଥିଲା ସୁଭଦ୍ରା ଯୋଜନାକୁ ନେଇ ଛୋଟିଆ ଅପଡେଟ୍। ତ ମୁଁ ଆଶା କରୁଛି କି ଯାହାର ବି ସୁଭଦ୍ରା ଟଙ୍କା 2ଟି ପର୍ଯ୍ୟାୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିନି, ଏହି ତୃତୀୟ ପର୍ଯ୍ୟାୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତାଙ୍କର ସୁଭଦ୍ରା ଟଙ୍କା ଆସିଯିବ। ତ ରହୁଛି ପୁଣି ଆଉ ଗୋଟେ ଭିଡ଼ିଓ ସହିତ ଦେଖା ହେବା। ତ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦେବେ। ନମସ୍କାର।